ପ୍ରକୃତ ପ୍ରେମ କିଛି ସମୟ ପାଇଁ ହେଉନା କାହିଁକି ସାରା ଜୀବନ ସେ ସ୍ମୃତି ହୋଇ ରହିଯାଏ। ନିଜ ହୃଦୟରେ ପ୍ରେମ ରଖିଥାଅ, କାହିଁକି ନା ପ୍ରେମ ବିନା ଜୀବନ ସେମିତି ହୋଇଥାଏ ଯେମିତି ଫୁଲ ବିନା ଗୋଟିଏ ବଗିଚା। ବିଶ୍ୱାସ କର ନାହିଁ କ୍ଷଣିକର ସାକ୍ଷାତକୁ। ଦରକାର ନୁହେଁ ତ ଲୋକେ ଏଠି ବର୍ଷ ବର୍ଷର ସମ୍ପର୍କକୁ ମଧ୍ୟ ଭୁଲି ଯାଇଥାନ୍ତି। କେହି ଯଦି ତୁମକୁ ଭଲ ନ କୁହେ ସେଥିରେ ଦୁଃଖ କରିବାର କିଛି ନାହିଁ, କାରଣ ଜଣେ ଲୋକ କେବେ ବି ସମସ୍ତଙ୍କ ନଜରରେ ଭଲ ହୋଇପାରେ ନାହିଁ। କାହାକୁ ଭଲ ପାଇବା ଭଲ ହୋଇଥାଏ, କିନ୍ତୁ ଭଲ ପାଇବାରେ ଅନ୍ଧ ହେଇଯିବା ଭୁଲ ହୋଇଥାଏ। ଏପରି ଭୁଲ ଭବିଷ୍ୟତକୁ ବି ଅନ୍ଧାର କରିଦିଏ। ଯିଏ ହୃଦୟରୁ ଭଲ ହୋଇଥାନ୍ତି ଏହି ଜୀବନ ତାଙ୍କର ଅଧିକ ପରୀକ୍ଷା ନେଇଥାଏ। ପ୍ରେମ ଏକ ଏପରି ଅନୁଭବ ଯାହା କେବେ ଖସିବାକୁ ଦିଏ ନାହିଁ, ଆଉ ଘୃଣା ଏକ ଏପରି ଅନୁଭବ ଯାହା ମଣିଷକୁ କେବେ ଉଠିବାକୁ ଦିଏ ନାହିଁ। ଯାହା ଘଟିଗଲା ତାକୁ ଖରାପ ସ୍ୱପ୍ନ ଭାବି ଭୁଲି ଯାଆନ୍ତୁ, କାରଣ ଅତୀତକୁ ଯାଇ ହୋଇଥିବା ଘଟଣାକୁ ବଦଳାଇ ଯାଇପାରିବ ନାହିଁ। ତେଣୁ ବର୍ତ୍ତମାନକୁ ଧ୍ୟାନ ଦିଅନ୍ତୁ, ଯାହାଦ୍ୱାରା ଭବିଷ୍ୟତକୁ ସଜାଡ଼ି ପାରିବେ। ମୋର ଗୋଟିଏ ସ୍ୱପ୍ନ ଥିଲା ମୋ ଜୀବନରେ ବି ଜଣେ ଏମିତି ଆସିବ ଯିଏ ମୋତେ ମୋ ପରି ଭଲ ପାଉଥିବ। ହେଲେ ପରେ ଜାଣିଲି ସ୍ୱପ୍ନ ଦିନରେ ହେଉ ବା ରାତିରେ କେବେ ସତ ହୁଏ ନାହିଁ। ମିଛ ପ୍ରେମ, ମିଠା କଥା, 7 ଜନ୍ମର ସାଥୀ ହେବା ପାଇଁ ରାଣ ନିୟମ କେତେ କ'ଣ କରନ୍ତି ଲୋକେ କେବଳ ଟାଇମ୍ ପାସ୍ ପାଇଁ। ଏହି ଦୁଇଟି ସମ୍ପର୍କ ଯଥେଷ୍ଟ ହୋଇଥାଏ ଜୀବନର ସୁଖ ଦୁଃଖ ଶାନ୍ତି ହରେଇବା ପାଇଁ। ଶକୁନିଙ୍କ ପରି ଗୃହଶତ୍ରୁ ଆଉ ସ୍ୱାର୍ଥପର ବନ୍ଧୁ। ଜୀବନରେ ଯେତେ ଶାନ୍ତ ରହିବ ନିଜକୁ ସେତେ ମଜବୁତ କରିପାରିବ, କାରଣ ଲୁହା ଥଣ୍ଡା ହେଲା ପରେ ହିଁ ମଜବୁତ ହୋଇଥାଏ। ଏମିତିକା ମଣିଷ କାହାର ବି ହେଇପାରିନଥାଏ ଯାହାର ପ୍ରକୃତି ସବୁବେଳେ ବଦଳିବାର ହୋଇଥାଏ। ସେହି ମଣିଷ ତୁମର ଏତେ ଭୁଲ ବାହାର କରିବେ, ତୁମ ବିଷୟରେ ଏତେ ଖରାପ କରି ଗପିବେ, ତୁମେ ବିଶ୍ୱାସ ବି କରିପାରିବ ନାହିଁ କି ସିଏ ତୁମର ଦିନେ ନିଜର ଥିଲା ବୋଲି। ଲୋକେ ମିଛ କହିପାରିବେ କିନ୍ତୁ ତାହା ଦେଖେଇ ପାରିବେ ନାହିଁ, କାରଣ ଲୋକଙ୍କୁ ଭାଙ୍ଗିବାରେ ମଜା ଲାଗେ, ଗଢ଼ିବାରେ ନୁହେଁ। ସେଥିପାଇଁ କାନରେ ଯେତେ ଶୁଣନ୍ତୁ ଆଖିରେ ନ ଦେଖିବା ପର୍ଯ୍ୟନ୍ତ ବିଶ୍ୱାସ କରନ୍ତୁ ନାହିଁ। କ୍ଷମା ତାକୁ କର ଯେ 1000 ଭୁଲ କରେ, କିନ୍ତୁ ତାକୁ କେବେ ବି କ୍ଷମା କର ନାହିଁ ଯେ ଜାଣି ଶୁଣି ବେଇମାନି କରେ। ଭଲ ପାଇବା ପାଇଁ ଗୋଟିଏ ସୁନ୍ଦର ଚେହେରା ଦରକାର ନାହିଁ, ଦରକାର ଅଛି ତ କେବଳ ଗୋଟିଏ ସୁନ୍ଦର ହୃଦୟ ଓ ବିଶ୍ୱାସ ଭାଙ୍ଗୁ ନଥିବା ମଣିଷ। ସ୍ୱାଦ ଆଉ ବିବାଦ ଉଭୟଙ୍କୁ ଛାଡ଼ିଦେବା କଥା। ସ୍ୱାଦ ଛାଡ଼ିଲେ ଶରୀରର ଫାଇଦା, ଆଉ ବିବାଦ ଛାଡ଼ିଲେ ସମ୍ପର୍କର ଫାଇଦା। ଆକର୍ଷଣ ଅନେକଙ୍କ ପ୍ରତି ଆସିପାରେ, କିନ୍ତୁ ସମର୍ପଣ, ତ୍ୟାଗ, ଭଲ ପାଇବା କେବଳ ଜଣକ ପାଇଁ ଆସିଥାଏ। ଯେତେବେଳେ ନିଜ ଖୁସି ଠାରୁ ବି ଅଧିକ ସାମ୍ନାବାଲାର ଖୁସି ତୁମ ପାଇଁ ବଡ଼ ହୋଇଥାଏ, ତାକୁ ହିଁ ପ୍ରକୃତ ଭଲ ପାଇବା କୁହାଯାଏ। କିଛି ଲୋକ ପାଇବାକୁ ପ୍ରେମ କୁହନ୍ତି, କିଛି ଲୋକ ହରେଇବାକୁ ପ୍ରେମ କୁହନ୍ତି, କିନ୍ତୁ ବାସ୍ତବତା ଏହା କି ସମ୍ପର୍କକୁ ହୃଦୟରୁ ସମ୍ଭାଳିବାକୁ ପ୍ରେମ କୁହନ୍ତି। ନିଜ ଦୁଃଖର ସାଥୀ ନିଜେ ହୁଅ, କାହିଁକି ନା ଏହି ଯୁଗରେ କେହି କୃଷ୍ଣ ମିଳିବେ ନାହିଁ। ଯାହାକୁ ତୁମେ ସବୁଠାରୁ ଅଧିକ ଭଲ ପାଇବ ସେହି ମଣିଷ ତୁମକୁ ଦିନେ ଭଲ ନ ପାଇବା ପାଇଁ ଶିଖେଇ ଦେଇଯିବ। ପ୍ରେମ ତାକୁ କର ନାହିଁ ଯିଏ ସବୁଠାରୁ ସୁନ୍ଦର, ପ୍ରେମ ତାକୁ କର ଯିଏ ତୁମ ଦୁନିଆକୁ ହିଁ ସୁନ୍ଦର କରିଦେବ। ଯେବେ କେହି ତୁମକୁ ବିନା କାରଣରେ ବ୍ଲକ୍ କରିଦିଏ, ତେବେ ଏକଥା ତାକୁ ଜଣେଇ ଦିଅ ଯେ କବାଟର ହୁକ୍ ଉଭୟ ପାର୍ଶ୍ୱରେ ଥାଏ, କାରଣ ଯିଏ ତୁମର ଫିଲିଂସକୁ ବୁଝିପାରିଲାନି ସେ କେବେ ବି ତୁମର ହେଇପାରିବ ନାହିଁ। ଲେମ୍ବୁର କିଛି ବୁନ୍ଦା
ଯେମିତି କ୍ଷୀର ଓ ପାଣିକୁ ଅଲଗା କରିଦିଏ, ସେମିତି ପଇସାର କିଛିଟା ଅହଙ୍କାର ବାପା ପୁଅ, ଭାଇ ଭଉଣୀ ଆଉ ଭାଇ ଭାଇ ମଧ୍ୟରେ ଥିବା ସ୍ନେହ ଶ୍ରଦ୍ଧା ସୁସମ୍ପର୍କକୁ ଅଲଗା କରିଦିଏ। ଆମେ ସେ ପର୍ଯ୍ୟନ୍ତ କାହାର ଖାସ୍ ହେଇଥାଉ ଯେ ପର୍ଯ୍ୟନ୍ତ ତାଙ୍କୁ କେହି ନୂଆ ନ ମିଳିଛି। ବେଳେ ବେଳେ ପ୍ରକୃତି ଆମକୁ ଜାଣିଶୁଣି କଷ୍ଟ ଦିଏ, କାହିଁକି ନା ସେମାନଙ୍କର ଅସଲ ରୂପ ଜାଣିବା ପାଇଁ, ଯାହାକୁ ଆମେ ଆଖି ବନ୍ଦ କରି ବିଶ୍ୱାସ କରିଥାଉ। ତାଙ୍କ ସହିତ ରହିବା ଅପେକ୍ଷା ଏକା ରହିବା ଭଲ, ଯିଏ ତୁମର ମୂଲ୍ୟ ବୁଝୁନି। କୁହନ୍ତି ଜୀବନରେ ପ୍ରେମ ଗୋଟିଏ ଥର ତ ନିଶ୍ଚିତ ହୋଇଥାଏ, କିନ୍ତୁ ଯାହା ସହିତ ହୁଏ ସେ କେବେ ମିଳି ନଥାଏ। ଆଜିକାଲି ମଣିଷ ପାଖରେ ହୃଦୟ ନଥାଏ, କେବଳ ନିଜର ମତଲବ ଥାଏ। ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ, ତାହେଲେ ମୋ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ କରି ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ।